ଆପଣ ଯେତେବେଳେ ବି କୌଣସି ନୂଆ ଘର ବନେଇ ଥାନ୍ତି ପ୍ରଥମ ପ୍ରଶ୍ନ ମାଇଣ୍ଡରେ କ'ଣ ଆସେ ଯେ ଆମେ ଘରର ଭଗବାନଙ୍କ ମନ୍ଦିର ଯେଉଁ ମୂର୍ତ୍ତି ରଖିବା ଜାଗାଟା କେଉଁ ଡିରେକ୍ସନରେ ହେବା ଦରକାର, କେଉଁ ଡିରେକ୍ସନରେ ରଖିଲେ ମନ୍ଦିର ମୂର୍ତ୍ତି ବନେଇଲେ ବା ଭଗବାନଙ୍କର ମନ୍ଦିର ସେଠି ରଖିଲେ ଗୋଟେ ପଜିଟିଭିଟି ମିଳିବ ଘରକୁ। ତ ପ୍ରଥମ ପ୍ରଶ୍ନ ଏଇ ଜିନିଷ ମାଇଣ୍ଡରେ ଆସେ ହିଁ ନିହାତି। ତ ଆଜି ଆମେ ଭିଡ଼ିଓରେ କଥା ହେବା ଯେ ଏଇ ସବୁ ଜିନିଷରେ ଆପଣ ଘରର କେଉଁ ଡିରେକ୍ସନରେ ରଖିବା ଦରକାର, କ'ଣ କଲେ ଆପଣଙ୍କ ଘରର ଏନର୍ଜିଟା ଆହୁରି ବହୁତ ଭଲ ହେଇପାରିବ, ଆଉ ତା ସହିତ ଆପଣଙ୍କୁ କ'ଣ ନ କରିବା ଦରକାର, ସବୁ ଡିଟେଲ୍ସ ଆମେ ଏଇ ଭିଡ଼ିଓରେ କଥା ହେବାକୁ ଯାଉଛେ। ମୁଁ ଆଷ୍ଟ୍ରୋଲଜର ଦେବୀନ୍ଦର ତ୍ରିପାଠୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲ ଆଷ୍ଟ୍ରୋ ଥଟ୍ ଓଡ଼ିଆରେ। ଯଦି ଏଇ ପର୍ଯ୍ୟନ୍ତ ଆପଣ ଆର ଦୁଇଟା ପାର୍ଟ ଏଇ ପର୍ଯ୍ୟନ୍ତ ଦେଖିନାହାନ୍ତି, ଯେଉଁଠି ଆମେ ନର୍ଥ ଡିରେକ୍ସନ୍, ଯେଉଁଠି ଆମେ ଧନର ଦେବତା କୁବେରଙ୍କ ବିଷୟରେ କଥା ହେଇଛି, ଆପଣଙ୍କ ଘରକୁ କେମିତି ପଇସା ଆସିପାରିବ, ଆଉ ତା ସହିତ ଆପଣଙ୍କର ହେଲ୍ଥକୁ କେମିତି ଆପଣ ଠିକ୍ କରିପାରିବେ, ସେଇ ଜିନିଷରେ ମଧ୍ୟ ଆମେ ଅଲରେଡ଼ି କଥା ହେଇସାରିଛେ। ଯଦି ଆପଣ ଦେଖିନାହାନ୍ତି ତାହେଲେ ଜଲ୍ଦି ଯାଇକି ସେ ଭିଡ଼ିଓସ୍ ଦେଖନ୍ତୁ। ଚାଲନ୍ତୁ ଆଜି ଭିଡ଼ିଓରେ ଆମେ କଥା ହେବା ଯେ ଆପଣଙ୍କର କେଉଁ ଡିରେକ୍ସନରେ ଆପଣଙ୍କର ଘରର ମୂର୍ତ୍ତି ରଖିବା ଦରକାର ବା ଘରର ମନ୍ଦିର କେଉଁ ଡିରେକ୍ସନରେ ରଖିବା ଦରକାର। ତ ସେଇ ଡିରେକ୍ସନ୍ ହେଉଛି ଆପଣଙ୍କର ନର୍ଥ ଇଷ୍ଟ ବା ଉତ୍ତର ପୂର୍ବ ଦିଗରେ। ଉତ୍ତର ପୂର୍ବ ଦିଗରେ ଆପଣ ଘରର ମୂର୍ତ୍ତି ବନେଇ ପାରିବେ ୟା ଫିର୍ ଆପଣଙ୍କ ମନ୍ଦିର ସେଇ ଜାଗାରେ ରଖିବା ଦରକାର। ମୁଁ ଆପଣଙ୍କୁ ଯେମିତି ପୂର୍ବ ଭିଡ଼ିଓରେ କହିଥିଲି, ଏଇ ଭିଡ଼ିଓରେ ମଧ୍ୟ ସେମ୍ ଜିନିଷ କହିବାକୁ ଚାହୁଁଛି ଯେ ଆପଣ ସପୋଜ୍ ଗୋଟେ ଜାଗାରେ ରହୁଛନ୍ତି, ତ ଆପଣ ତାର ପଜିଟିଭ୍ ରେଜଲ୍ଟ ଆପଣ କେତେବେଳେ ପାଇବେ, ଯେତେବେଳେ ଆପଣ ଯେଉଁ ଘରେ ରହୁଛନ୍ତି ଯଦି ଆପଣଙ୍କ ଦୁଇ ପଡ଼ୋଶୀ ଘର ଯଦି ଆପଣଙ୍କ ସହିତ ଶତ୍ରୁତା ରଖିବେ, ତ ଆପଣ କେବେ ଗୋଟେ ପଜିଟିଭ୍ ୱେରେ ବା ଗୋଟେ ଆକ୍ଟିଭ୍ ୱେରେ କାମ କରିପାରିବେନି। ତ ତା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଦୁଇ ପଟ ସାଇଡ଼୍କୁ ମଧ୍ୟ ଠିକ୍ କରିବାକୁ ପଡ଼ିବ। ଯଦି ଆପଣଙ୍କର ଦୁଇ ପଟ ସାଇଡ଼୍ ଯଦି ଠିକ୍ ନାହିଁ, ତାହେଲେ ଆପଣ ଯେତେ ଭଲ ହେଲେ ମଧ୍ୟ ବି ଆପଣ ଗୋଟେ ପଜିଟିଭ୍ ରେଜଲ୍ଟ କେବେ ହେଲେ ବାହାର କରିପାରିବେ ନାହିଁ। ଠିକ୍ ସେହିପରି ଆପଣଙ୍କର ଘରର ନର୍ଥ ଇଷ୍ଟ ଡିରେକ୍ସନ୍ ଠାକୁରଙ୍କର ମୂର୍ତ୍ତି ବା ପୂଜାପାଠ ସେଠି ଦର୍ଶାଇଥାଏ, କିନ୍ତୁ ତାର ଦୁଇ ପଟ ସାଇଡ଼୍, ମାନେ ଗୋଟେ ସାଇଡ଼୍ ହେଉଛି ନର୍ଥ ଇଷ୍ଟ ଡିରେକ୍ସନ୍, ଆଉ ଗୋଟେ ସାଇଡ଼୍ ହେଉଛି ଇଷ୍ଟ ଆଉ ନର୍ଥ ଇଷ୍ଟ ଡିରେକ୍ସନ୍। ତ ଏଇ ଦୁଇଟାକ ଡିରେକ୍ସନ୍କୁ ଆପଣଙ୍କୁ ଠିକ୍ କରିବାକୁ ପଡ଼ିବ, କାହିଁକିନା ମଝିରେ ହେଇଗଲା ଆପଣଙ୍କର ନର୍ଥ ଇଷ୍ଟ ମାନେ ଉତ୍ତର ପୂର୍ବ ଦିଗ, ଗୋଟେ ସାଇଡ଼୍ରେ ହେଇଗଲା ଆପଣଙ୍କର ଉତ୍ତର ପୂର୍ବ ଦିଗ, ଆଉ ଗୋଟେ ହେଇଗଲା ଉତ୍ତର ପୂର୍ବ ଦିଗ। ତ ଏଇ ଦୁଇଟାକ ଡିରେକ୍ସନ୍କୁ ଠିକ୍ କରିବାକୁ ପଡ଼ିବ। କିନ୍ତୁ ମୁଁ ଆପଣଙ୍କୁ ଅଲରେଡ଼ି କହିସାରିଛି ଯେ ଆମର ନର୍ଥ ଇଷ୍ଟ ଡିରେକ୍ସନ୍ ମାନେ ଉତ୍ତର ପୂର୍ବ ଦିଗ ଆପଣଙ୍କର ହେଲ୍ଥକୁ ରିପ୍ରେଜେଣ୍ଟ କରୁଛି, ଆପଣଙ୍କର ସଲ୍ୟୁସନ୍କୁ ରିପ୍ରେଜେଣ୍ଟ କରୁଛି, ଆଉ ଆମର ଉତ୍ତର ପୂର୍ବ ଦିଗ ମାନେ ଇଷ୍ଟ ନର୍ଥ ଇଷ୍ଟ ଡିରେକ୍ସନ୍ ଆପଣଙ୍କର କ୍ରିଏଟିଭିଟିକୁ ରିପ୍ରେଜେଣ୍ଟ କରୁଛି। ଆପଣ ଥରେ ଭାବିକି ଦେଖନ୍ତୁ, ଯଦି ଆପଣଙ୍କର ଶରୀର ଅସୁସ୍ଥ ହେଇଗଲା, କ'ଣ ଆପଣ ଭଲରେ ଭାବିପାରିବେ, ଆନାଲିସିସ୍ କରିପାରିବେ? କେବେ ବି ହେଲେ ନୁହଁ। ଠିକ୍ ସେହିପରି ଯଦି ଆପଣଙ୍କର ନର୍ଥ ଇଷ୍ଟ ଡିରେକ୍ସନ୍ ଯଦି ଖରାପ ହେଇଯାଉଛି, ଯେଉଁଟାକି ଆପଣଙ୍କ ହେଲ୍ଥକୁ ରିପ୍ରେଜେଣ୍ଟ କରୁଛି, ତ ଆପଣଙ୍କ ହେଲ୍ଥ ଯଦି ଖରାପ ହେଇଗଲା ତ ଆପଣ କ୍ଲାରିଟି ୱେରେ କୌଣସି ଜିନିଷ ଭାବିପାରିବେ ନାହିଁ। କାହିଁକିନା ନର୍ଥ ଇଷ୍ଟ ଡିରେକ୍ସନ୍ ଯେଉଁ ବିଷୟରେ ଆଜି ଆମେ କଥା ହେଉଛେ, ସିଏ ଆପଣଙ୍କର ଆଇଡ଼ିଆଜ୍ ଆଉ ଆପଣଙ୍କର ଭିଜନ୍କୁ ରିପ୍ରେଜେଣ୍ଟ କରୁଛି। ଆପଣ କ'ଣ ଦେଖୁଛନ୍ତି, ଫ୍ୟୁଚର୍ ପ୍ଲାନ୍ କ'ଣ କରୁଛନ୍ତି, ଭିଜନ୍ କ'ଣ ଆସୁଛି, ମାଇଣ୍ଡରେ ଥଟ୍ସ ଆସୁଛି, ସବୁ ଜିନିଷ ଆପଣଙ୍କର ନର୍ଥ ଇଷ୍ଟ ଡିରେକ୍ସନ୍ ରିପ୍ରେଜେଣ୍ଟ କରେ। ତ ଯେତେବେଳେ ଆପଣଙ୍କର ହେଲ୍ଥକୁ ଖରାପ ହେଇଯାଏ, ତେବେ ଆପଣଙ୍କ ନର୍ଥ ଇଷ୍ଟ ଡିରେକ୍ସନ୍ ମଧ୍ୟ ଆପଣଙ୍କ ବ୍ରେନ୍ ମଧ୍ୟ ପ୍ରପର୍ ୱେରେ କାମ କରିପାରିବ ନାହିଁ କେବେ ବି ହେଲେ। ଠିକ୍ ଅଛି। ବର୍ତ୍ତମାନ ଆପଣ ଆଉ ଗୋଟେ ଜିନିଷ ଦେଖନ୍ତୁ, ଯେତେବେଳେ ଆପଣ କୌଣସି ଜିନିଷ ଭାବୁଛନ୍ତି ବା ମାଇଣ୍ଡରେ ଗୋଟେ ଥଟ୍ସ ଆସୁଛି, କେମିତି ଆସୁଛି, ଆପଣଙ୍କର ସବକନସିୟସ୍ ମାଇଣ୍ଡରୁ ଆସୁଛି, ଯେଉଁଟା ଅବଚେତନ ମନ ଅଛି, ସେଇଠୁ ଆପଣଙ୍କର ସବୁ ଜିନିଷ ଆସିଥାଏ। ତ ତାର ମାନେ ନର୍ଥ ଇଷ୍ଟ ଡିରେକ୍ସନ୍ର ଡାହାଣ ପଟ ସାଇଡ଼୍ରେ ଅଛି କ'ଣ, ଆପଣଙ୍କର କ୍ରିଏଟିଭିଟି, ଯେଉଁଟାକି ଆପଣଙ୍କର ଇଷ୍ଟ ନର୍ଥ ଇଷ୍ଟ ଡିରେକ୍ସନ୍। ତ ସେଠି ଆମର ଅବଚେତନ ମନ ବା କ୍ରିଏଟିଭିଟି ସେଠି ଲୁଚିକି ରହିଛି। ତ ଆମର ଅବଚେତନ ମନରୁ ଯାହା ସବୁ ଆସୁଛି, କ୍ରିଏଟିଭିଟିଟା ଆସୁଛି, ଯେତେବେଳେ ସେଇ କ୍ରିଏଟିଭିଟିଟା ଯେତେବେଳେ କ୍ଲାରିଟି ହେଇଯିବ, ଆପଣ ଗୋଟେ କ୍ଲିଅର୍ ୱେରେ ଆପଣ ଭାବିପାରିବେ। କାହିଁକିନା ଆପଣ ବି ଭଲରେ ଜାଣିଛନ୍ତି ମାଇଣ୍ଡରେ ଆପଣ ବହୁତ ଥଟ୍ସ ଆସେ, କିନ୍ତୁ ଯେଉଁଟା ପ୍ରପର୍, ଯେଉଁଟା ଆପଣଙ୍କୁ ଗୋଟେ ସକ୍ସେସ୍ ଦେଇପାରିବ, ଗୋଟେ କ୍ଲାରିଟି ଯେଉଁ ଜିନିଷ ଦେଇପାରିବ, ଯେଉଁଟା କ'ଣ ଗୋଲ୍ ଓରିଏଣ୍ଟେଡ୍ ଜିନିଷ ହେଇପାରିବ, ଯେତେବେଳେ ଏଇ ଦୁଇଟା ଡିରେକ୍ସନ୍ ଆପଣଙ୍କର ଠିକ୍ ହେଇଗଲା, ତ ଆପଣଙ୍କର ଆଇଡ଼ିଆଜ୍ ଆଉ ଭିଜନ୍ଟା ମଧ୍ୟ ବହୁତ କ୍ଲିଅର୍ ହେଇଯିବ। ସୋ ଦ୍ୟାଟ୍ ଆପଣ ଗୋଟେ ପ୍ରପର୍ ୱେରେ ଭାବିକି ଆନାଲିସିସ୍ କରିକି ଗୋଟେ ବେଟର୍ ଆଉଟପୁଟ୍ ମଧ୍ୟ ନିଶ୍ଚୟ ବାହାର କରିପାରିବେ। ତେବେ ଚାଲନ୍ତୁ ଆମେ ବର୍ତ୍ତମାନ କଥା ହେବା ଯେ ନର୍ଥ ଇଷ୍ଟ ଡିରେକ୍ସନ୍ରେ ଆପଣଙ୍କୁ କ'ଣ କ'ଣ କରିବା ଆବଶ୍ୟକ। ତ ନର୍ଥ ଇଷ୍ଟ ଡିରେକ୍ସନ୍ ପ୍ରଥମ ଜିନିଷ ହେଲା ଆପଣ ସେଇଠି ମନ୍ଦିର ବନେଇ ପାରିବେ।
मंदिर रखा आवश्यक ता सहित आपण निजर मेडिटेशन से डायरेक्शन में निश्चय करेंगे कहीं जब आप मेडिटेशन करुँचे आपको मत बहुत पॉजिटिव रिजल्ट मिल कहीं आप थे भाविकी देखूँ जदि आप माइंड रे जो रिलैक्स रोथुब काम रोथुब पॉजिटिविटी आसुथुब ताहले आप देखिए पूरा डे टू डे एक्टिविटी ऑटोमेटिकली आप बेटर हो तेणु से डायरेक्शन को आप ठीक करवा निहाती दरकार तो आप से जगह मेडिटेशन करेंगे मंदिर रखिपारे किंतु मंदिर नुह जे आप मंदिर बहुत भारी भरकम बनवा दरकार जिते हल्का रखिए कहीं ब्रेन जिते हल्का रते रिलैक्स रते भल बहुत ओजन बहुत भारी करके मंदिर बनवार कौन आवश्यकता ना ठीक अच्छे ता सहित आप मेडिटेशन करेंगे जरूर नुह आप रेगुलर जाकि मेडिटेशन करूँ जदि आप कर भी पारु ना आप बेटर गोटे करेंगे आप घर मंदिर गोटे अलग डायरेक्शन में बनई कि से जगह आउ तो बनई हेनी कौन कर तो आप चेष्टा करूँ से डायरेक्शन में किसी ठाकुर फोटो हो आप से डायरेक्शन में रखी दिंतु सो दैट कम हम माइंड गोटे पॉजिटिविटी घर जिते घर मुंड हूँ से डायरेक्शन जो से मुंड जो गोटे पॉजिटिव जिनस रखुंट तो सेठू जो पॉजिटिव आस घर टोटाल स्प्रेड कर घर भितर गोटे पॉजिटिव एनर्जी सदा बनिकी तेणु यही जिनस आप निहाती ट्राए करूँ देखिए आपंकर बहुत पॉजिटिव रिजल्ट निहाती मिल तो आशा करुँची वीडियोटी आपको बहुत सुंदर लगी कहीं बहुत इनफॉर्मेटिव वीडियो आशा करुँची आपंकर बहुत प्रोब्लेम सल्यूशन आपको निहाती मिली वीडियो तो वीडियो जब भल लगी चैनल को लाइक शेयर कमेंट सब्सक्राइब निश्चय कहूँ कहीं आप लाइक शेयर कमेंट आमको मोटिवेशन निहाती दब तो आप सहित भेट हम आगामी एक वीडियो नमस्कार।